ସାହିଜାତ ଆମର ପୁରୀ ଜିଲ୍ଲାର ଇତିହାସ ଗୋଟେ ମୁଖ୍ୟ ଅଙ୍ଗ ଅଛି ଆଉ ଆ, ପ୍ରତ୍ୟେକ ବର୍ଷ ଆମର ଯେତେ ବି ସାହି ଅଛନ୍ତି ଯେତେ ବି ଆଖଡ଼ା ତାଙ୍କର ତରଫରୁ ସାହିଜାତ କରାଯାଏ। ଦେଖନ୍ତୁ ସବୁ ପ୍ରକାରର ଲୋକ ସମାଜରେ ଥାନ୍ତି ଆଉ ସବୁ ପ୍ରକାର ଲୋକଙ୍କ ପାଇଁ ପୁଲିସର ଆ, ପ୍ରସ୍ତୁତି ଥାଏ। ଆମେ ସେ ଅନୁସାର କାମ କରୁ ଆଉ ସାହି ଜାତରେ ଲୋକଙ୍କୁ ସୁବିଧା କରାଇବା, ଲୋକଙ୍କର ପର୍ବ କେମିତି ଭଲ ଭାବରେ ହେଇପାରିବ ତା ଉପରେ ଦୃଷ୍ଟି ଦେବା। ସାହି ଜାତ ଆମର ପୁରୀ ଜିଲ୍ଲାର ଇତିହାସ ଗୋଟେ ମୁଖ୍ୟ ଅଙ୍ଗ ଅଛି ଆଉ ଆ, ପ୍ରତ୍ୟେକ ବର୍ଷ ଆମର ଯେତେ ବି ସାହି ଅଛନ୍ତି ଯେତେ ବି ଆଖଡ଼ା ତାଙ୍କର ତରଫରୁ ସାହିଜାତ କରାଯାଏ ଆଉ ଆ, ସବୁ ଅଲଗା ଅଲଗା ପ୍ରଭୁ ରାମଙ୍କର ଜୀବନର ସମୟର ଏଥିରେ ବର୍ଣ୍ଣନ ହେଉଛି ଆଉ ୟାକୁ ନେଇକି ଆମେ ବର୍ତ୍ତମାନ ଯେତେ ବି ଆମର ସାହି ଆଖଡ଼ା ଅଛନ୍ତି ସବୁ ଜାଗାରେ ତାଙ୍କର ଯେତେ ସଦସ୍ୟ ଅଛନ୍ତି ସମସ୍ତଙ୍କ ସାଙ୍ଗରେ କଥାବାର୍ତ୍ତା ଆଲୋଚନା କରୁଛୁ ଆଉ କେମିତି ଭଲ ଭାବରେ ଶାନ୍ତି ଶୃଙ୍ଖଳା ସହିତ ଆମେ ବର୍ଷ ସାହିଜାତ କରିପାରିବା। ଆଉ ଏ ଗୋଟେ ପ୍ରକାର ଆରମ୍ଭ ଅଛି ଆମର ଏ ବର୍ଷର ଫେଷ୍ଟିଭାଲ ସିଜନ ଦୋଳ ପୂର୍ଣ୍ଣିମା ରହିବ ଆଉ ତାପରେ ଅନ୍ୟାନ୍ୟ ଆମର ଯାହା ଫେଷ୍ଟିଭାଲ ଅଛି ସବୁ ଫେଷ୍ଟିଭାଲ ଆସିବ ଆଉ ଏହି ଉପଲକ୍ଷରେ ଆମେ ଯେତେ ବି ଆମର ସାହି ବାସିନ୍ଦା ଅଛନ୍ତି ସମସ୍ତଙ୍କ ସାଙ୍ଗରେ ଗୋଟେ ପ୍ରକାର ଆମର ସମ୍ପର୍କ ସ୍ଥାପନ ମଧ୍ୟ କରୁଛୁ। ଦେଖନ୍ତୁ ସବୁ ପ୍ରକାରର ଲୋକ ସମାଜରେ ଥାନ୍ତି ଆଉ ସବୁ ପ୍ରକାର ଲୋକଙ୍କ ପାଇଁ ପୁଲିସର ପ୍ରସ୍ତୁତି ଥାଏ। ଆମେ ସେ ଅନୁସାର କାମ କରୁ ଆଉ ସାହି ଜାତରେ ଲୋକଙ୍କୁ ସୁବିଧା କରାଇବା, ଲୋକଙ୍କର ପର୍ବ କେମିତି ଭଲ ଭାବରେ ହେଇପାରିବ ତା ଉପରେ ଦୃଷ୍ଟି ଦେବା ଆଉ ଯେଉଁମାନେ ଅମାନିଆ ଅଛନ୍ତି ସେମାନଙ୍କୁ ଆଇନ ଅନୁଯାୟୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସେଇଟା ଆମର କାମ।